ଏଇଟା ହଉଛି ଆମର ଜୀବନ। ପୁଅ ଜୀବନ ହଉଛି ସୁରଟ ଆଉ କ୍ରିକେଟ ଦିଟା। ଝିଅଟା ହଜି ଯାଇଛି କାହାର? ଝିଅ ତମ ଘର କୋଉଠି? ଆଉ ସେ ଡେଲି ପକଉଥିବ ଗ୍ରୁପର ରାଗ ଚୋଖାଟା ପୁରା ଜଣା ପଡୁନି। ପିନୁ ତାଙ୍କ ଘରକୁ ପଳେଇ ମିଛ କହିବାର ଗୋଟେ ସୀମା ଥାଏ। ଏବେ ଗାଧେଇ ପାଧେଇ ପୁରା ରେଡି ହେଇଯାଇଛି। ଟାଇମ ବର୍ତ୍ତମାନ ହେଇଗଲାଣି 2:05। ଯେତେ ମଣିଷ ବଢିଯାଏ ତାର କାମଟା ଆକ୍ଚୁଆଲି ତାର ବଢିଯାଏ। ମୁଁ ଭାବିଲି ଜୟ ଜଗନ୍ନାଥ ଜୟ ଶ୍ରୀରାମ ଆପଣ ସମସ୍ତଙ୍କୁ ଆଜି ପବିତ୍ର ମକର ସଂକ୍ରାନ୍ତିରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଭଗବାନଙ୍କ ଆଶୀର୍ବାଦରୁ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହଉ। ବର୍ତ୍ତମାନ ମୁଁ ସକାଳୁ ମୋ ନିଜ କର୍ମଚାରୀ ମୋ ସାଙ୍ଗ ସତ୍ୟର ମୋର ଚାଲିଲୁ। କିଛି କାମ ଅଛି ଆମର 3ଟା ଜାଗାରେ କାମ ସାରିକି ଗାଁକୁ ଯିବୁ। ଆଉ ଆପଣ ଜାଣିଥିବେ ଯେମିତିକି ସବୁ ଗାଁରେ ସେଲିବ୍ରେଟ୍ କରାହେଉଛି ମକର ସଂକ୍ରାନ୍ତି। ନିଜ ଗାଁର ଗ୍ରାମ ଦେବତୀ କିମ୍ବା ମନ୍ଦିରରେ ସବୁ ଦେବାଦେବୀଙ୍କ ପାଖରେ ଭୋଗ ହେବ, ବଡ଼ ଆଗରେ ପୂଜା ଅର୍ଚ୍ଚନା ହେଉଛି। ଆମ ଗାଁରେ ବି ସେମିତି କିଛି ହେଉଛି। ମୁଁ ଘରକୁ ଗଲେ ଆପଣ ସବୁ କିଛି ସେୟାର କରିବି। ଆଉ ବର୍ତ୍ତମାନ ଯେଉଁ ଜାଗା ଯାଉଛି ସେ ଜାଗାରେ କ୍ଷେତ୍ରବାସୀ ମା ଅଛନ୍ତି, ବହୁତ ଧୁମଧାମର ପାଳନ କରାଯାଏ। ସେଟା ବି ଆପଣଙ୍କୁ ଦେଖେଇବି। ଚାଲନ୍ତୁ ଅଲଆଇଡ଼ କରିବେନି, ଡାଇରେକ୍ଟ ପହଞ୍ଚିବା କ୍ଷେତ୍ରବାସୀ ପରେ। ଯେତେ ମଣିଷ ବଢ଼ିଯାଏ ତାର କାମଟା ଆକ୍ଚୁଆଲି ତାର ବଢ଼ିଯାଏ। ମୁଁ ଭାବିଲି ଛୁଆବେଳେ ଭାବେ ବଡ଼ ଭାଇରା ବହୁତ ଆରାମରେ ବଞ୍ଚୁଛନ୍ତି, କିନ୍ତୁ ଆକ୍ଚୁଆଲି ଆମେ ଯେତେବେଳେ ବଡ଼ ହେଉଛନ୍ତି ଜାଣିପାରୁଛନ୍ତି ମାନେ ଯେତେ ଯେତେ ବୟସଟା ବଢ଼ୁଛି ସେତେ ଜୀବନର କଠିନତା ବଢ଼ି ଚାଲିଛି। କିନ୍ତୁ ସମୟ ଆମକୁ ଏତିକି ଶିଖେଇ ଦେଇଛି ଆମେ କେବେ ହାର ମାନିବା ଉଚିତ ନୁହଁ। ତ ଏଇଟା ତ ସେଇଭଳିଆ ମାନେ ଗୋଟେ ପାର୍ଟ ଅଫ୍ ଲାଇଫ୍। ତ ସକାଳୁ ଉଠିକି ମୁଁ ଭାବିଲି କାମଟା ଆଜି ଯଦି ନ କରିବି କାଲିକି ପେଣ୍ଡିଂ ରହିଯିବ, ତ ଆଜି କାମଟା ଆଜି ସାରିଦେବା ତ ବେଟର୍ ହେବ। ତାପରେ ଦେଖିବା ସନ୍ଧ୍ୟାବେଳକୁ ଯଦି କିଛି ଅପରଚ୍ୟୁନିଟି ବା ଟାଇମ୍ ମିଳିବ ଘର ଲୋକଙ୍କୁ ନେଇକି ଟିକେ ବୁଲାବୁଲି କରିଦେବା। ତ ଡେକୋରେସନ୍ ହେଇଛି, ମୁଁ କହିଲି ନା କ୍ଷେତ୍ରବାସୀରେ ପୁରା ବୋବାଲ ଆକାର ହୁଏ, ଭଲ ହୁଏ। ମନ୍ଦିର ବି ଚାଲନ୍ତୁ ଭିତରକୁ ଯିବି ଦେଖେଇବି। ବର୍ତ୍ତମାନ ଆମେ କ୍ଷେତ୍ରବାସୀ ମାର୍କେଟରେ ପହଞ୍ଚିଗଲୁ। ସେଠି ମୁଁ ଘିଅ ଦେବି। ଘିଅ ଦେଇସାରିଲା ପରେ ଆପଣଙ୍କୁ ଦେଖେଇବି ସେ ଜାଗାଟାକୁ। ମାର୍କେଟ ଧୀରେ ଧୀରେ ଭିଡ଼ ହେଇଯିବ ତ, କାହିଁକିନା ସମସ୍ତଙ୍କ ଗାଁରେ ପୂଜା ଅର୍ଚ୍ଚନା ଚାଲିଛି, ତ ସେମାନେ ସେଠି ବ୍ୟସ୍ତ ଥିବେ। ତ ଦେଖନ୍ତୁ ସନ୍ଧ୍ୟା ହେଉଛି, ଆରମ୍ଭ ହେଉଛି, କାହିଁକିନା ଆଜି ଷ୍ଟାର୍ଟିଂ ଅଛି। ତ ସେ ଝୁଲଣା ଫୁଲଣା ବର୍ତ୍ତମାନ ମାନେ ରେଡ଼ି ହେଇନାହିଁ। ଦୋକାନ ଫୋକାନ ଧୀରେ ଧୀରେ ପଡ଼ୁଛି, ବର୍ତ୍ତମାନ ସେଟେଲ୍ କରୁଛନ୍ତି। ରାସ୍ତାଟା ନାଇଁ ନା, ସେଇ ଯୋଉ ବାହାରିବା ପାଇଁ ସେପଟ ସେଆଡ଼େ ପଳେଇବା ଟିକେ ଦେଖେଇଦେବା। ଯାତ୍ରା ବି ହବ ନା, এই জায়গাটা যাত্রা ହୁଏ। ভিতরକୁ ଯିବା ନା, ସେଆଡ଼େ ବୁଲେଇ ଯିବା। ବଡ଼ ବଡ଼ ଜାଗା ରହୁଛି, ଦେଖନ୍ତୁ ଲୋକଙ୍କୁ ଭିଡ଼ ଲାଗିଛି। କିନ୍ତୁ ଆଜି ହେଉଛି ଷ୍ଟାର୍ଟିଂ ଅଛି, ତ ସେଥିପାଇଁ ଦୋକାନ ଫୋକାନ ସବୁ ପ୍ରିପାରେସନ୍ ଚାଲିଛି। ଆଉ ଏଠି ଆମର ଯାତ୍ରା ହବ। ତ ମଉସା ପଚାରେ ଯାତ୍ରା କୋଉଦିନ ଅଛି? ମଉସା ଯାତ୍ରା ଅଛି, ଯାତ୍ରା ହବ କୋଉଦିନ ଅଛି? କାଲି? କେତେ ଦିନ ହବ? 3 ଦିନ। ଓହୋ, ଫ୍ରି ବୋଧେ? ଫ୍ରି। କାଲିଠୁ ଆମ କ୍ଷେତ୍ରବାସୀର ଯାତ୍ରା ଆରମ୍ଭ ହବ। ଆଉ ଏଠି ଫ୍ରି ସେଲ୍ ସବୁ ବର୍ଷ ରୁହେ, ତ ଏ ବର୍ଷ ବି ସେଇ ପ୍ରଣାଳୀ ଚାଲିଛି। ତ ଆପଣମାନେ ଯେଉଁମାନେ ଆମ ଲୋକାଲିଟିରେ ଅଛନ୍ତି ସେମାନେ ଆସିକି ଏନ୍ଜୟ କରନ୍ତୁ ମାଙ୍କ ପୂଜାଟାକୁ। ଆଉ ବର୍ତ୍ତମାନ ଷ୍ଟାର୍ଟିଂ ଆଜି। ତ ଏଠି କ୍ଷେତ୍ରବାସୀ କେତେ 5-6 ଦିନ ରୁହେ ନା 4-5 ଦିନ ରୁହେ ନା କ୍ଷେତ୍ରବାସୀ ଠାକୁର? 4-5 ଦିନ ରୁହେ। ତ ଆଜି ଷ୍ଟାର୍ଟିଂ, ତ ଦୋକାନ ଧୀରେ ଧୀରେ ଆସୁଛି। ଆଉ ତାପରେ ଆମର ଏଇ ଲୋକାଲିଟିରେ ଆହୁରି 4-5 ଜାଗାରେ ହୁଏ, ଭଲ ବଡ଼ ଆକାରରେ ପୂଜା ଅର୍ଚ୍ଚନା କରାଯାଏ। ତ ମୁଁ ଆପଣଙ୍କୁ ସମୟ ପାଇବି ଯେ ନିଶ୍ଚୟ ଦେଖେଇବି। ବର୍ତ୍ତମାନ ମୁଁ ଯାଉଛି ନଳାଙ୍କ, ତାପରେ ଭଦ୍ରକ, ସେଠୁ କାମ ସାରିକି ଆସେ ଆପଣମାନଙ୍କୁ ଦେଖେଇବି ଆମ ଗାଁରେ କେମିତି ସେଲିବ୍ରେଟ୍ କରାଯାଏ ଆଜି ଏ ପବିତ୍ର ମକର ସଂକ୍ରାନ୍ତିକୁ। ନା ତମେ କିଛି କହିବ ରାଜେଶ ଭାଇ? କ'ଣ ଆଉ କହିବି, ସିଏ କହିଲା ମୁଁ ତ ହାରିଗଲି। ଆଉ ମୁଁ ହାରିଗଲି ସାଙ୍ଗ, ସନୁ କଲ୍ କରିଥିଲା ସାଙ୍ଗ ମୁଁ ହାରିଗଲି ସାଙ୍ଗ। ଭଦ୍ରକର କାମ ସରିଗଲା। ଭଦ୍ରକର ଅଲମୋଷ୍ଟ ସବୁ କାମ ସରିଗଲା। ଆଉ କିଛି ପରସେଣ୍ଟ କାମ ଥିଲା, କିନ୍ତୁ ଆମେ ପଳେଇବୁ କାହିଁକିନା ଲେଟ୍ ହେଇଗଲାଣି, 12:30+ ହେଇଗଲାଣି। ଘରକୁ ଗଲେ ପୁଣି ଗାଧେଇନୁ, ସବୁ ନିତ୍ୟକର୍ମ ସାରି ଦେଇଥିଲି। ଗାଧେଇନି କାହିଁକିନା ଜାଣିଛି ବାହାରୁ ମାନେ ଅଳିଆ ହେଇଯିବୁ। ତାପରେ ଯିବି ଗାଧେଇକି, ତାପରେ ଯିବୁ ମାଆଙ୍କ କତିକି, ଆମର ଯେଉଁ ଗ୍ରାମ ଦେବତୀ ତାଙ୍କ କତିର ବଡ଼ ଆକାରରେ ପୂଜା ହେଉଛି। ବୁଲାବୁଲି କରିକି ଭୋଜନର ଆୟୋଜନ ଅଛି, ଖାଇ ପିଇକି ଆସିବୁ।
ଏବେ ଗାଧେଇ ପାଧେଇ ପୁରା ରେଡି ହେଇଯାଇଛି। ଟାଇମ୍ ବର୍ତ୍ତମାନ ହେଇଗଲାଣି 2:05 ଆଉ ସତ୍ୟ ପଳେଇଲାଣି ମାଆଙ୍କ କତିକି। ମୁଁ ଯାଉଛି ବର୍ତ୍ତମାନ ଗାଡ଼ି ନେଇକି ଯିବି ଫାର୍ମ ହାଉସ୍ରେ ଟିକେ ହନୁମାନଜୀଙ୍କର ପୂଜା କରିଦେବି। ପୂଜା କରିସାରିଲା ପରେ ଯିବି ସେଠିକି, କିନ୍ତୁ ବହୁତ ଲେଟ୍ ହେଇଛି। ମୁଁ କାଲି ଆଜି ଟୋଟାଲ୍ ଯାଇନି ଏତେ କାମରେ, ତ ସମସ୍ତେ ରାତିରେ କାଲି ସେଠି ଶୋଇକି ଆରେଞ୍ଜମେଣ୍ଟ କରିଥିଲେ। କ'ଣ କରିବା, ପରିସ୍ଥିତି ସବୁବେଳେ ଖରାପ ହେଇଯାଉଛି। କାମ ପଡ଼ିଗଲା ପଳେଇଥିଲି। ଯାଉଛି ବର୍ତ୍ତମାନ, ସେ ମାନେ ପୂଜାଟା କରିଦେଇକି ସେଠି ପହଞ୍ଚେ ଦେଖେଇବି ଆପଣଙ୍କୁ କେମିତି ସେଠି ସେଲିବ୍ରେଟ୍ କରାହେଉଛି। ଫାର୍ମ ହାଉସ୍ରେ ପହଞ୍ଚିଗଲି ଆଉ 2 ଦିନ ହେଲା ଆସିପାରୁନି, ତ ଲାଇଟ୍ ବି ମାନେ ଅଫ୍ ହେଇନି। ତାପରେ ଖୁଣ୍ଟର ପାଣି ଦିଆହେଇନି, ବର୍ତ୍ତମାନ ଖୁଣ୍ଟର ପାଣି ଦେଇଦେବି, ଟିକେ ଅନ୍ କରିଦେବି ପାଣି ଦେବା ପାଇଁ। ତାପରେ ମୁଁ ପୂଜା ଆରମ୍ଭ ଦେବି। ଅନ୍ ହେଇଗଲା। ପାଣି 2 ଦିନ ହେଲା ଦିଆହେଇନି। ओम नमो हनुमते रुद्रावताराय सर्वशत्रु संहारणाय सर्वरोगहराय सर्ववशीकरणाय रामदूताय स्वाहा। आरंभ हो। पानी सब खुंटर रेडी हे। पानी पूरा फाइनाल है सब बता मोटरटा बंद करदे। मोटरटा बंद कर सारापर झाड़ू घरे देदेवी। बासन तो नहीं आसी घर रखी धोई बासन बासन पूरा धोई आनी ठाकुर में पानी नहीं आसी, तो घर आड़े पूरा झाड़ू कर पानी पकई भलसे पूरा पोछि देछि। आउ सब पूरा क्लीयर अच्छी। सकाଳେ पूजा कर दिए कि बता शीत दिन आज टाइम टोटाल है, तो तापर मुझे बहुत दिन है पूजा करनी। ठाकुर धनियार अणसुधिया होता घर सब सफासफी किसी होता। तापर सनु घर जो धान कटा मेसीन आनते से ये फार्म हाउस होते, तो मु घर को आसपार नी कि पूजा पूजी कर माने मिनिमम 15-20 दिन है पूजा करनी। तापर आज पूजा आज संक्रांति मतलब जमा भल लगे। पूजा सरीगला। एवं मो पूरा साटिस्फाइड अच्छी। भोक लागू बर मो पेट पुरीगला। बर्तमान जी ए मो माने एट एनी कस्ट माँ कत जी आपको देखेबी आ निजे भी माने बहुत दिन है आम दूर हो जाऊँगी, तो माने माँ को मंदिर तो आम कहीं दर्शन पर जाऊनु, केवल यही पूजा पर्व जाकि दर्शन कर कार्डनाल जाऊँगी। चली जीव कि डर फर ना पूरा फांका अच्छी ना पलैबू। वर्षा दिन टोटाल जापर जगार डर लगे, तो साप फाप पूरा भयानक आस खाई। ए 14 वर्ष मत सुना मुझे देखा ना पकड़ कहीं मु तो क्या मना करनी पागल ना कौन से मिछ कहते ना। ए 14 वर्ष आसुना आसवा मुझे धोईदेमी मुझे करनी आस तू रोल करना तार पलैब आसुन जी सारा रहे तो नना छुई तो नना छुई सही तुम छुईबी दूर ठाकुर को दर्शन करी सही चगला स्टार ना हाँ भाई रजिता पिन्न ना घर पड़े मिछ सीमा था दर्शन करिया खाइबा तो सुजोग बार बार मिलियो ना ठाकुर दर्शन करने ना खाई चल ना कौन है आइटम भात डाली चाटी तरकारी कले लाभ कौन आ डेली पकाऊ ग्रुप रो
ମଜା ଅଛି ଭାଇ ହଁ ଗୋଟେ ଖାଇଦିଅ ତମେ ଖାଇସାରିଲଣି ଚୁକା କିଏ ରଖିଥିଲା ତ ଜୀବନରେ ତ ରଖିଛି ନା କାହା ପାଇଁ କଣ ଖାଇଲା ଏତିକି ଖାଇଦେଲା ମା ଏତିକି ରାଗ କରୁଛି ରାଗ ଚୋଖାଟା ପୁରା ଜଣା ପନି ଏତିକି ଅଛି ହଁ ଘିଅ ନେଇକି 3 ଯାକେ ମୁଣ୍ଡ ଲଗେଇକି ଆସିସାରିଲେଣି କଣ କରିବା ମାମୁଁ ପରିସ୍ଥିତି ଯେତେବେଳେ ତୁ ଖାଇଛୁ ନା ଘରୁ ପ୍ୟାକିଂ କରି ନେଲୁନି ପ୍ୟାକିଂ କରି ଘରୁ ନେଲେ ଭାଉଜ ଭାଇ ଝିଅଟା ହଜି ଯାଇଛି କାହାର ଝିଅ ତମ ଘର କୋଉଠି ବେଇ ୟାକୁ ମୁଁ ଦେଖିନି ପୁରୀର ମୁଁ ଚିହ୍ନି ପାରୁନି ଝିଅ ତ ବାପା ନା କଣ लो ନା ଇଏ ବା ଜାଣିବନି ହୁଣ୍ଡିଟେ ଭାଇ ତ କଥା କହିପାରୁନି ଜାଡ଼ିଟେ ବାବୁ ଜାଡ଼ିଟେ ସେ କଥା କହିପାରୁନି ଝିଅ ଲ ଝିଅ ନା ଭାଇ ଇଏ ବା ପଚରା ପ୍ରଫୁଲ୍ଲ ତା ଝିଅ ପଳିଆ ନା ବାବା ଅପେକ୍ଷା କରିବୁ ଯିବୁ ନା ଲୋ ଏଇ ଆଉ ବାବା କଣ ନେଇଥା କୁମ୍ଭୀର ଆସିବ ତୋତେ ମାନେ ଉପରେ ଖାଇକି ଆସିବ ଠାକୁରଙ୍କ ପ୍ରସାଦ ବାବୁ ଯାହା ବେଲେ ଟିକେ ଅଳ୍ପ ବହୁତ ହବ ନା ଖାଇବ ବହୁତ ସୁନ୍ଦର ଲାଗିବ ନା ବହୁତ ବଢିଆ ହେଇଛି ମାନେ ଡାଲମା ଖଟା ଭାତ ମୁଁ କାମରୁ ଆସିକି ପୂଜା କରିକି ମୁଁ କହିଲି ନା ଯିବା ଟିକେ ଠାକୁର ଦର୍ଶନ କରି କାରଣ ସବୁବେଳେ ଜାଗାକୁ ଆସି ହଉନି ନା ଓହୋ 1.5 ଡାବୁ ଖାଇଦେଇଛ ତମେ ତ ଏତେ ଖାଇବା ଲୋକ ନୁହଁ ହଁ ସବୁ ମାନେ ବଢିଆ ହେଇଥିଲା ଦେଖିଲେ ସେଠି ଆମର ମାଙ୍କ ପାଖରେ କେମିତି ପୂଜା ଅର୍ଚ୍ଚନା ଚାଲିଛି ଆଉ ଗୋଟେ ଜିନିଷ ହେଇପାରିଥାନ୍ତା ସଂକୀର୍ତ୍ତନ କିନ୍ତୁ ଟିକେ ବିବାଦ ନୁହଁ ସେମାନେ ଯେଉଁମାନେ କୀର୍ତ୍ତନ କରିବେ ସେମାନେ ଅଲଗା ଜାଗା ପଳେଇବେ ଅଲରେଡ଼ି ତାଙ୍କର ସିଡ୍ୟୁଲ୍ ଅଛି ତ ସେମାନେ ରହିବେନି କିନ୍ତୁ ତାପରେ ସେ ଯେଉଁ ନୂଆ ମନ୍ଦିରଟା ବନା ହେଉଛି ସେଇଟା ଆଉ କିଛି ଦିନ ପରେ ପ୍ରତିଷ୍ଠା କରାହେବ ମା ପୁରୁଣା ସେପଟକୁ ଯିବେ ମାନେ ପୁରୁଣା ଯେଉଁ ମନ୍ଦିରଟା ଆପଣ ଦେଖୁଛନ୍ତି ତା ନୂଆ ମନ୍ଦିରକୁ ସିଫ୍ଟ କରାହେବ ତ ପ୍ରତିଷ୍ଠା କରାହେବ ଆସିଲ ଆଉ ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଛି ଆଉ ଆମ ଗାଁର ପରିବେଶ ଆଉ ଆମର ପରମ୍ପରାଟା ଆଉ ଆପଣଙ୍କ ଏରିଆରେ କେମିତି କ'ଣ ହେଉଛି ଟିକେ କମେଣ୍ଟ କରିବେ ରହିଲି ଜୟ ଜଗନ୍ନାଥ ବର୍ତ୍ତମାନ ଟାଇମ୍ ହେଇଯାଇଛି କ୍ରିକେଟ୍ ପାଇଁ ଦେଖା ହେବା ଗୋଟେ ନୂଆ ଦମଦାର ବ୍ଲଗ୍ରେ କ'ଣ ଆଣିଛୁ କି ସାଙ୍ଗ ତମ ପାଇଁ ମିଠାଇ ଖାଇବ ଥ୍ୟାଙ୍କସ୍ ଏଇଟା ହେଉଛି ଆମର ଜୀବନ ପୁଅ ଜୀବନ ହେଉଛି ସୁରଟ ଆଉ କ୍ରିକେଟ 2ଟା